ଶ୍ରୀକୃଷ୍ଣ ସଙ୍ଗେ ଗୋପୀ ବୃନ୍ଦେ ରାସ ଆରମ୍ଭନ୍ତେ ଆନନ୍ଦେ। ତହୁଁ ଶ୍ରୀକୃଷ୍ଣ ଅନ୍ତର୍ଧ୍ୟାନ 30 ଅଧ୍ୟାୟ ବର୍ଣ୍ଣନ। ଶ୍ରୀକୃଷ୍ଣ ସଙ୍ଗେ ଗୋପୀ ବୃନ୍ଦ ରାସ ଆରମ୍ଭ କଲେ ଆନନ୍ଦରେ ଏବଂ ଶ୍ରୀକୃଷ୍ଣ କିଭଳି ଅନ୍ତର୍ଧ୍ୟାନ ତାଙ୍କ ଭିତରୁ ହେଇଯାଇଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ସବୁ 34 ପର୍ଯ୍ୟନ୍ତ 30ରୁ 30, 31, 32, 33, 34 ଏ 5ଟି ଅଧ୍ୟାୟରେ ମୁଁ କହିଛି ଯେ ଶେଷରେ ଶେଷ ଅଧ୍ୟାୟ ବା 34 ଅଧ୍ୟାୟରେ ରାସ ସରିଛି ଏବଂ ଏ ମାୟାରେ ଭଗବାନ କେମିତି ବ୍ରହ୍ମନିଶି ବ୍ରହ୍ମାଙ୍କର ଯାହା ଗୋଟିଏ ଦିନ ଏବଂ ଗୋଟିଏ ରାତି ତାକୁ ବ୍ରହ୍ମନିଶି କୁହାଯାଇଛି ଏ ସରିବାର ନଥିଲା। ତେଣୁ ଏ 5 ଅଧ୍ୟାୟ ଏ ବ୍ରହ୍ମନିଶି ଭିତରେ ବା ରାତ୍ରି ଭିତରେ ବ୍ରହ୍ମାଙ୍କର ରାତ୍ରି ଗୋଟିଏ ରାତ୍ରି ହେଲେ ତାକୁ ବ୍ରହ୍ମନିଶି କୁହାଯାଏ। କେତେ ଯୁଗ ସହସ୍ର ଯୁଗ ସେଥିରେ ବିତି ଯାଇଛି ଏବଂ ସେ ରାସ କିଭଳି ଭାବରେ ଭଗବାନ ଗୋପାଙ୍ଗନାମାନଙ୍କ